ସବୁ ବର୍ଷ ପରି ଏ ବର୍ଷ ବି ଛାଡ଼ ଖାଇ ଆସିଲା, କିନ୍ତୁ ଛାଡ଼ ଖାଇଟା ସଂକ୍ରାନ୍ତିରେ ପଡ଼ିଗଲା ଶନିବାର। ତ ମୁଁ କାର୍ତ୍ତିକ ମାସରେ ଆଇଁଷ ଖାଏ, କିନ୍ତୁ ଏଇ ବର୍ଷର କାର୍ତ୍ତିକ ମାସରେ ମୁଁ ଆଇଁଷ ଖାଇନି। ଆଉ ଏମିତିରେ ବି ପ୍ରାୟ 20 ଦିନ ପୁରା ଅରୁଆ ଖାଇଛି, ବିନା ପିଆଜ ରସୁଣ ପୁରା ଅରୁଆ। ଆଉ ଏଇଠି ଦେଖନ୍ତୁ, ଏଇଟା ହେଉଛି ରବିବାର ଦିନର ବ୍ଲଗ୍। ଶନିବାର ତ ଛାଡ଼ ଖାଇ ହେଇପାରିବନି ଯେହେତୁ ସଂକ୍ରାନ୍ତି ଥିଲା ଶନିବାର। ଆଉ ଏଇସବୁ ମାଛ, ଚିଙ୍ଗୁଡ଼ି ଆଉ ଖଙ୍ଗା ମାଛ ଏସବୁ ଆସିଯାଇଛି ଏଇଟା ଘର ପାଇଁ। କାହିଁକିନା ରବିବାର ଦିନ ମୋ ପିଇସି ପୁଅ ସିଏ ବି ମଟନ୍ ଖାଏନି, କି ଆଇଁଷ ବି ସେଦିନ ସିଏ ଏବେ ଖାଉନି, ରବିବାର ଦିନ ଛାଡ଼ି ଦେଇଛି, ତ ସେଥିପାଇଁ ମଟନ୍ ଆସିଲାନି। ଆଉ ରବିବାର ଦିନ ମୁଁ ବି ଘରେ ନଥିଲି, ତ କଟକ ବାଲିଯାତ୍ରା ଯାଇଥିଲି ବୁଲିବା ପାଇଁ। ଆଉ ରାଜା ବି ଆମର ଘରକୁ ଆସିଛି, ତ ବାପା ବୋଉ ରାଜା 3 ଜଣ ହିଁ ଖାଇବେ। ତ ଏଇଠି ବହୁତ ସାରା ମାଛ ଆସିଯାଇଛି, ସେମାନଙ୍କର ରବିବାର ଦିନ ଏଇ ମାଛ କରିକି ହିଁ ଖାଇଥିଲେ। ଆଉ ଏଇ ଯେଉଁ ଦେଖିପାରୁଥିବେ ଏଇଟା ହେଉଛି ବି ସେଇ ଭାକୁର ମାଛ, ଆଉ ପୁରା ବଡ଼ ବଡ଼ ପିସ୍, ପୁରା ବଢ଼ିଆ। ଏଇଟା ପୁରା ଜିଅନ୍ତା ମାଛଟା ଥିଲା, ପୁରା ବି ଟେଷ୍ଟି ଥିଲା। ତ ଏଇଟା ମୁଁ ଭୁବନେଶ୍ୱରରେ ଥିଲି, ତ ଏଇଟା ପଖାଳ ଖାଇବା ପାଇଁ ଏଇଠି ସବୁ ଭଜା ଚାଲିଛି ଆମର ମାଛ। ଆଉ ଏଇଠି ସବୁ ସମସ୍ତେ ମିଶିକି ଯେହେତୁ ପଖାଳ ଖାଇବୁ, ଏଥିରେ ବି ମଞ୍ଜି ଥିଲା, ମାଛ ମଞ୍ଜି ଟିକେ, ଆଉ ମାଛର ଯେଉଁ ଅନ୍ତ ଥାଏ ସେଇଟା ବି ପଖାଳ ଖାଇବାକୁ ଭଲ ଲାଗେ ତ ସମସ୍ତଙ୍କୁ, ତ ମୋତେ ବି। ଆଉ ଏଇଠି ସବୁ ମାଛ ଗୁଡ଼ା ଭଜା ହେଇଯାଇଛି, ଆଉ ସେପଟେ ପଖାଳ ସବୁ ବଢ଼ା ବଢ଼ି ହେଇଯାଇଛି। ତ ପଖାଳ ଭାତ ଆଉ ମାଛ, ଛତୁ ବି ଭଜା ହେଇଥିଲା, ତ ଛତୁ ଭଜା ଆଉ ମାଛ ମଞ୍ଜି ଆଉ ଅନ୍ତ ଏଇଟା ଭଜା, ତ ପଖାଳ। ଆଉ ତାପରେ ବି ମଟନ୍ ହେଇଥିଲା, ତ ଅରୁଆ ଭାତ, ମଟନ୍, ସାଲାଡ଼୍। ତ ମଟନ୍ରେ ଆଉ କିଛି ବି ଖାଇବା ପାଇଁ ଭଲ ଲାଗେନି, କେବଳ ସାଲାଡ଼୍ ହେଲେ ହେଇଯାଏ। ତାପରେ ମଟନ୍ଟା ମୁଁ ଯେମିତି ବି ବନାଏ ସେମିତି ହିଁ ବନେଇଥିଲି, ଆଉ ମିଶିକି ବି ସମସ୍ତେ ହେଲ୍ପ କରିଥିଲେ। ତ ମିଶିକି ଆମେ ଦିଦି ମୁଁ ସବୁ ମିଶିକି କରିଥିଲୁ, ମାନେ ପ୍ରିୟଙ୍କା ଦିଦି। ଆଉ ଏଇଠି ଦେଖନ୍ତୁ କେତେ ଟେଷ୍ଟି ଦେଖାଯାଉଛି, ଭଲ ବି ହେଇଥିଲା। ତ ଆଗକୁ ମୁଁ ବାଲିଯାତ୍ରା, ଭୁବନେଶ୍ୱର ବାଲିଯାତ୍ରା ଆଉ କଟକ ବାଲିଯାତ୍ରାର ବ୍ଲଗ୍ ଆଣିବି। ତ ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବେନି। ତ ରହୁଛି, ପୁଣି ନ୍ୟୁ ବ୍ଲଗ୍ରେ ଦେଖାହେବ।